ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରୟାଗରାଜ ମହାକୁମ୍ଭ ଦେଶର ଭାବନାକୁ ପ୍ରତିଫଳିତ କରିବା ସହ ସମଗ୍ର ବିଶ୍ୱ ପାଇଁ ସାକ୍ଷୀ ପାଲଟିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ନାଗପୁର ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରତିଶ୍ରୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପାଇଁ କୃତଜ୍ଞତା ଜଣାଇଲେ ଆମେରିକାର ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ। ନୂଆଦିଲ୍ଲୀରେ ଆଜି ମୁଖ୍ୟ ନିର୍ବାଚନ କମିଶନର ଭୋଟର ପରିଚୟପତ୍ର ଓ ଆଧାର ସଂଯୋଗୀକରଣ ନେଇ କରିବେ ଆଲୋଚନା ଏବଂ ପେରୁ ରାଜଧାନୀ ଲିମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜ ମହାକୁମ୍ଭ ଦେଶର ଭାବନାକୁ ପ୍ରତିଫଳିତ କରିବା ସହ ସମଗ୍ର ବିଶ୍ୱ ପାଇଁ ସାକ୍ଷୀ ପାଲଟିଛି ବୋଲି କହିଛନ୍ତି। ଆଜି ଲୋକସଭାରେ ସମ୍ପର୍କିତ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ଏକ ବିଶେଷତ୍ୱ, ଯାହା ମହାକୁମ୍ଭ ସମୟରେ ଅନୁଭୂତ ହୋଇଥିଲା। पूरे विश्व ने महाकुंभ के रूप में भारत के विराट स्वरूप के दर्शन किए। सबका प्रयास का यही साक्षात स्वरूप है। ये जनता जनार्दन के संकल्पों के लिए जनता जनार्दन की श्रद्धा से प्रेरित महाकुंभ था। ମହାକୁମ୍ଭ ପ୍ରସଙ୍ଗରେ ଶ୍ରୀ ମୋଦି କହିଛନ୍ତି, ଯେତେବେଳେ ସମଗ୍ର ବିଶ୍ୱ ଆହ୍ୱାନପୂର୍ଣ୍ଣ ସମୟ ଦେଇ ଗତି କରୁଛି, ସେତେବେଳେ ଭାରତ ଏକତାର ଭବ୍ୟ ପ୍ରଦର୍ଶନ କରିବା ସବୁଠାରୁ ବଡ଼ ଶକ୍ତି ଭାବେ ବିବେଚିତ ହୋଇଛି। ପ୍ରଧାନମନ୍ତ୍ରୀ ବିବିଧତା ମଧ୍ୟରେ ଏକତାର ଏହି ବିଶେଷତ୍ୱକୁ ସମୃଦ୍ଧ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। महाकुंभ में हमने हमारी राष्ट्रीय चेतना के जागरण के विराट दर्शन किए। ये जो राष्ट्रीय चेतना है, ये जो राष्ट्र को नए संकल्पों की तरफ ले जाती है, ये नए संकल्पों की सिद्धि के लिए प्रेरित करती है। महाकुंभ ने उन शंकाओं आशंकाओं को भी उचित जवाब दिया है जो हमारे सामर्थ्य को लेकर कुछ लोगों के मन में रहती है। ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣର ଗୁରୁତ୍ୱ ଉପରେ କହିଛନ୍ତି, ଭାରତରେ ଅନେକ ଗୁଡ଼ିଏ ନଦୀ ଥିଲେ ମଧ୍ୟ ସେଥିମଧ୍ୟରୁ କେତେକ ନଦୀ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ମହାକୁମ୍ଭରୁ ପ୍ରେରଣା ନେଇ ନଦୀ ଉତ୍ସବର ସମ୍ପ୍ରସାରଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ନୂଆ ପିଢ଼ିକୁ ଜଳ ସଂରକ୍ଷଣର ଗୁରୁତ୍ୱ ସମ୍ପର୍କରେ ଶିକ୍ଷା ଦିଆଯିବାର ଆବଶ୍ୟକତା ରହିଛି। महाकुंभ से हमें अनेक प्रेरणाएं भी मिली हैं। हमारे देश में इतनी सारी छोटी बड़ी नदियां हैं। कई नदियां ऐसी हैं जिन पर संकट भी आ रहा है। कुंभ से प्रेरणा लेते हुए हमें नदी उत्सव की परंपरा को नया विस्तार देना होगा। ଲୋକସଭାରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ ମହାକୁମ୍ଭର ସଫଳତାରେ ଯୋଗଦାନ କରିଥିବା ଲୋକମାନଙ୍କୁ ପ୍ରଶଂସା କରି କହିଛନ୍ତି, ଏହି ଐତିହାସିକ ଘଟଣା ଦେଶବାସୀଙ୍କୁ ପ୍ରେରଣା ଯୋଗାଇଛି, କାରଣ ଲୋକମାନେ ହିଁ ଏହାର ସଫଳ ନେତୃତ୍ୱ ନେଇଛନ୍ତି। ନାଗପୁର ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମହାରାଷ୍ଟ୍ର ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଆଜି ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଶ୍ରୀ ଯୋଶୀ କହିଛନ୍ତି, ରାଜ୍ୟ ସରକାର ଦକ୍ଷତାର ସହ ପରିସ୍ଥିତିର ମୁକାବିଲା କରିଛନ୍ତି। ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକର ଷଡ଼ଯନ୍ତ୍ର ରହିଛି ବୋଲି ଥାନେର ଶିବସେନା ସାଂସଦ ନରେଶ ମହାସ୍କେ କହିଛନ୍ତି। ରାଜ୍ୟ ବାହାରର ଲୋକମାନେ ଏହି ହିଂସା ପ୍ରସାର କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଗଣମାଧ୍ୟମକୁ କହିଛନ୍ତି, ନାଗପୁରରେ ଶାନ୍ତି ବଜାୟ ରହିବା ଆବଶ୍ୟକ ଏବଂ ଦୋଷୀକୁ ଦଣ୍ଡ ମିଳିବା ଉଚିତ। ଅନ୍ୟପକ୍ଷରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଭିଯୋଗ କରିଛନ୍ତି ଯେ ନୂଆ ସରକାର ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ିଛି। ଆମେରିକାର ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଭାରତ ଗସ୍ତ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପାଇଁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ତାଙ୍କ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଛି। ଆଜି ରାଇସିନା କଥାବାର୍ତ୍ତାରେ ନିଜ ଅଭିଭାଷଣରେ ସେ କହିଛନ୍ତି, ଗତ ମାସରେ ୱାଶିଂଟନ ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ମିଳିତ ବିବୃତ୍ତିକୁ ସାକାର ରୂପ ଦେବା ଲାଗି କିଛି ଦିନ ହେଲା ଉଭୟ ଦେଶ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏକ ନିରପେକ୍ଷ ଏବଂ ଦୃଢ଼ ଆନ୍ତର୍ଜାତିକ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀରେ ରାଇସିନା କଥାବାର୍ତ୍ତାରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଏକ ଦୃଢ଼ ବିଶ୍ୱ ବ୍ୟବସ୍ଥାର ଅନୁପସ୍ଥିତି କେବଳ ଶକ୍ତିଶାଳୀ ଦେଶମାନଙ୍କ ପାଇଁ ଲାଭଦାୟକ ନୁହେଁ, ବରଂ କ୍ଷୁଦ୍ର ରାଷ୍ଟ୍ରମାନଙ୍କୁ ବିପଦଗୁଡ଼ିକର ସମ୍ମୁଖୀନ ହେବା ପାଇଁ ସୁଦୃଢ଼ କରିଥାଏ। ଡକ୍ଟର ଜୟଶଙ୍କର କାଶ୍ମୀରରେ ପାକିସ୍ତାନର ବେଆଇନ ଦଖଲକୁ ନେଇ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ପ୍ରସଙ୍ଗରେ ସେ ଜାତିସଂଘର ପରିଚାଳନା ବ୍ୟବସ୍ଥାକୁ ସମାଲୋଚନା କରିବା ସହ ବ୍ରିଟେନ୍, କାନାଡା ଏବଂ ଆମେରିକା ଭଳି ଦେଶର ଭୂମିକା ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ସେହି ସବୁ ଦେଶଗୁଡ଼ିକ ପାକିସ୍ତାନର ଆକ୍ରମଣକୁ ନିନ୍ଦା କରିବା ପରିବର୍ତ୍ତେ ଏହାକୁ ଏକ ବିବାଦ ଭାବେ ଉପସ୍ଥାପନ କରିଥିଲେ। ମିଆଁମାର ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକରେ ସାମରିକ ବିଦ୍ରୋହ ପ୍ରତି ବିଶ୍ୱର ବିଭିନ୍ନ ଦେଶର ପ୍ରତିକ୍ରିୟା ଉପରେ ଡକ୍ଟର ଜୟଶଙ୍କର କହିଛନ୍ତି, ଏଭଳି ସମୟରେ ବିଶ୍ୱସ୍ତରୀୟ ମାନଦଣ୍ଡରେ ନିରପେକ୍ଷତାର ଆବଶ୍ୟକତା ରହିଛି। ଏହି ଅଧିବେଶନରେ ସେ ବିଗତ 8 ଦଶନ୍ଧି ମଧ୍ୟରେ ବିଶ୍ୱ ବ୍ୟବସ୍ଥାର ସମୀକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ UIDAIର ମୁଖ୍ୟ ପରିଚାଳନା ଅଧିକାରୀଙ୍କ ସହ ବୈଠକ କରିବେ। ବୈଠକରେ ଭୋଟର ପରିଚୟ ପତ୍ର ସହ ଆଧାର ପରିଚୟ ନମ୍ବର ସଂଯୋଗୀକରଣ କରିବା ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଭାରତରେ ଅନେକ ଦିନ ଧରି ଚାଲୁଥିବା ନିର୍ବାଚନୀ ଆହ୍ୱାନର ମୁକାବିଲା ପାଇଁ ନିର୍ବାଚନ ଆୟୋଗ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆସନ୍ତା 3 ମାସ ମଧ୍ୟରେ ନକଲି ଭୋଟର ପରିଚୟ ପତ୍ର ସମସ୍ୟାର ସମାଧାନ କରିବା ନିମନ୍ତେ ଏହି ବୈଠକରେ ଆଲୋଚନା ହେବ। ଏଥିରେ ରାଜନୈତିକ ଦଳର ବୁଥସ୍ତରୀୟ ଏଜେଣ୍ଟମାନଙ୍କୁ ସେମାନଙ୍କ ଭୂମିକା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବା ବିଷୟରେ ଆଜିର ବୈଠକରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଏହା ବ୍ୟତୀତ ମତଦାନ କେନ୍ଦ୍ରଗୁଡ଼ିକରେ ଯେଭଳି ଭବିଷ୍ୟତରେ 1200ରୁ ଅଧିକ ଭୋଟର ରହିବେ ନାହିଁ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଯୋଗ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଗଣମାଧ୍ୟମକୁ ଅଧିକ ବ୍ୟବହାର କରିଥାନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ଅଂଶୀଦାର ଥିବା ସମସ୍ତଙ୍କ ସହ ମତ ବିନିମୟ କରିବାକୁ ସେ ଆଗ୍ରହୀ। ତାଙ୍କ ପୋଡକାଷ୍ଟ ସାକ୍ଷାତକାର ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ସେୟାର କରିଥିବାରୁ ଶ୍ରୀ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପୋଡକାଷ୍ଟ ସାକ୍ଷାତକାର ପୋଷ୍ଟ କରିଥିଲେ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ 9 ମାସରୁ ଅଧିକ ସମୟ ଅଟକି ରହିଥିବା ଭାରତୀୟ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ପୃଥିବୀ ପୃଷ୍ଠକୁ ଆଜି ଫେରିବା ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏହି ଦୁଇ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ବାହାରି ପୃଥିବୀକୁ ଆଜି ଭାରତୀୟ ସମୟ ଅନୁସାରେ ପୂର୍ବାହ୍ନ 10:35ରେ ଯାତ୍ରା ଆରମ୍ଭ କରିଛନ୍ତି। 17 ଘଣ୍ଟା ଯାତ୍ରା କରି ଆସନ୍ତାକାଲି ଭୋର 3:27ରେ ଆମେରିକାର ଫ୍ଲୋରିଡା ସମୁଦ୍ର ଉପକୂଳରେ ଅବତରଣ କରିବେ ବୋଲି ନାସା ପକ୍ଷରୁ କୁହାଯାଇଛି। ଅନ୍ୟ 2 ଜଣ ମହାକାଶଚାରୀ ନିକ୍ ହେଗ୍ ଏବଂ ଆଲେକ୍ଜାଣ୍ଡାର ଗୋରୁଭନୋଭ୍ ମଧ୍ୟ ସେମାନଙ୍କ ସହ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଟେଲିଭିଜନ, ନାସାର ଅଫିସିଆଲ ୱେବସାଇଟ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି। ପେରୁର ରାଷ୍ଟ୍ରପତି ଦିନା ବୁଲୁଆଟେ ରାଜଧାନୀ ଲିମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଗତକାଲି ସେ ଏହା ଘୋଷଣା କରିଥିବା ଜଣାପଡ଼ିଛି। 39 ବର୍ଷୀୟ ପ୍ରସିଦ୍ଧ ଗାୟକ ପଲ୍ ଫ୍ଲୋର୍ସଙ୍କୁ ହତ୍ୟା କରାଯିବା ପରେ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ରବିବାର ଦିନ ସକାଳେ ଲିମାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ପରେ ପଲ୍ ଫ୍ଲୋର୍ସ ଏବଂ ତାଙ୍କ ସାଥୀମାନେ ଏକ ବସ୍ରେ ଆସୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ବିୟୋଗ ନେଇ ରାଜଧାନୀ ଲିମା ସମେତ ପେରୁର ବିଭିନ୍ନ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଦିନା ବୁଲୁଆଟଙ୍କ ସରକାର ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ଆସନ୍ତା 30 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରୟାଗରାଜ ମହାକୁମ୍ଭ ଦେଶର ଭାବନାକୁ ପ୍ରତିଫଳିତ କରିବା ସହ ସମଗ୍ର ବିଶ୍ୱ ପାଇଁ ସାକ୍ଷୀ ପାଲଟିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ନାଗପୁର ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରତିଶ୍ରୁତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପାଇଁ କୃତଜ୍ଞତା ଜଣାଇଲେ ଆମେରିକାର ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଏବଂ ପେରୁ ରାଜଧାନୀ ଲିମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା। ସମ୍ବାଦ ଶେଷ ହେଲା।